ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଅଫିସ୍ ଅଫ୍ ଦ କମାଣ୍ଡେଣ୍ଟ ହୋମଗାର୍ଡ଼ କେଉଁଝର ତା ତରଫରୁ ଗୋଟେ ନୋଟିସ୍ ଆସିଛି, ଯେଉଁଥିରେ ଆପଣମାନଙ୍କର ହୋମଗାର୍ଡ଼ର ରେଜଲ୍ଟ ବିଷୟରେ ଡିଟେଲ୍ ଆମେ ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକିନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିହେଲା ନା ପିଲାମାନେ? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖନ୍ତୁ ଏ ହେଉଛି କେନ୍ଦୁଝର ଜିଲ୍ଲାର କମାଣ୍ଡେଣ୍ଟ ତରଫରୁ ହୋମଗାର୍ଡ଼ର ନୋଟିସ୍। ଏଇଥିରେ ଆପଣମାନେ ଦେଖିପାରୁଥିବେ ପୂର୍ବରୁ 330ଟି ହୋମଗାର୍ଡ଼ର ଯେଉଁ ପୋଷ୍ଟ ବାହାରିଥିଲା ତାର ମେରିଟ୍ ଲିଷ୍ଟ ଆସିଯାଇଛି। ଆପଣମାନେ ଦେଖିପାରୁଥିବେ ହୋମଗାର୍ଡ଼ର ଯେଉଁ ହେଡ଼କ୍ୱାର୍ଟର କଟକ ସର୍କେଲ ତା ପାଖରୁ ଆପଣମାନଙ୍କର ଲେଟର ନମ୍ବର ମଧ୍ୟ ରହିଛି। ଚାଲନ୍ତୁ ସେ ବିଷୟରେ ଆମେ ଜାଣିବା। ମୁଁ ପୂର୍ବରୁ ଆପଣମାନଙ୍କୁ କହିଥିଲି ଯେ କି କେନ୍ଦୁଝର ଜିଲ୍ଲାର ଯେଉଁ 330ଟି ହୋମଗାର୍ଡ଼ର ପୋଷ୍ଟ ବାହାରିଛି ତାର ନୋଟିଫିକେସନ୍ ବିଷୟରେ ତାର ଡିଟେଲ୍ ଆପଡେଟ୍ ମୁଁ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରୁଥିଲି। ସେଇଥିରେ ମଧ୍ୟ ମୁଁ ଆପଣମାନଙ୍କୁ କହିଥିଲି ଯେ ଏହି ହୋମଗାର୍ଡ଼ ଆପଣମାନଙ୍କର 3 ବର୍ଷର କଣ୍ଟ୍ରାକ୍ଚୁଆଲ୍ ଜବ୍। ତେଣୁକରି ଚାଲନ୍ତୁ ଜାଣିବା ଆମେ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ଥାନା ଅଣ୍ଡରରେ କେଉଁମାନେ ହୋମଗାର୍ଡ଼ ଚାକିରି ପାଇଛନ୍ତି। ବୁଝିଗଲେ? ତା ପୂର୍ବରୁ ମୁଁ ସମସ୍ତଙ୍କୁ ମୋ ତରଫରୁ ଇଂରାଜୀ ନୂତନ ବର୍ଷର ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ହ୍ୟାପି ନ୍ୟୁ ଇୟର୍ 2026 ଟୁ ଅଲ୍ ଅଫ୍ ୟୁ। ପ୍ରଥମେ ଆମେ ଦେଖିବା ଆପଣମାନଙ୍କର ଯେଉଁ 330 ଜଣ କ୍ୟାଣ୍ଡିଡେଟ୍ ସିଲେକ୍ଟେଡ୍ ହେଇଛନ୍ତି ତାଙ୍କର ଥାନା ୱାଇଜ୍। ଯେମିତିକି ଆପଣମାନଙ୍କର ସଦର ପୋଲିସ୍ ଷ୍ଟେସନ୍ସ, ଏଇଥିରେ ଆପଣମାନଙ୍କର ସିରିଏଲ୍ ନମ୍ବର ରହିଛି ଦେଖନ୍ତୁ। ଦେନ୍ ଆପଣମାନଙ୍କର ରୋଲ୍ ନମ୍ବର ରହିଛି, ଏଇଥିରେ ରୋଲ୍ ନମ୍ବର ରହିଛି SR1301। ଇଏ ହେଉଛନ୍ତି କମସ କୁମାର ମହାନ୍ତ, ଯିଏକି 113 ନମ୍ବର ସ୍କୋର କରିଛନ୍ତି। ବୁଝିଗଲା? ଆଉ ହୋମଗାର୍ଡ଼ର ସିଏ ଜେନେରାଲ୍ ଡ୍ୟୁଟି କ୍ୟାଟେଗୋରୀରେ ସିଲେକ୍ସନ୍ ପାଇଛନ୍ତି। ବୁଝିଗଲେ ପିଲାମାନେ? ତେଣୁକରି ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ତାଙ୍କୁ ମୋ ତରଫରୁ କଂଗ୍ରାଚୁଲେସନ୍ସ। ଯେଉଁମାନେ ପାଇନାହାନ୍ତି ସେମାନେ ମଧ୍ୟ ଆଗାମୀ ଯେଉଁ ଓଡ଼ିଶାର କିମ୍ବା ସେଣ୍ଟ୍ରାଲର କିମ୍ବା ଆପଣମାନଙ୍କର କୌଣସି ବି ଜବ୍ ପାଇଁ ସେମାନେ ପ୍ରିପାରେସନ୍ ହୁଅନ୍ତୁ। ଏହି ଚ୍ୟାନେଲ୍, ଏହି ପ୍ଲାଟଫର୍ମ ଆପଣମାନଙ୍କୁ ସେ ସୁବିଧା ସୁଯୋଗ ପ୍ରୋଭାଇଡ଼ କରିବ। PDF ପାଇଁ, ନୋଟ୍ସ ପାଇଁ ଆପଣମାନେ ଟେଲିଗ୍ରାମ ଚ୍ୟାନେଲ୍ ଏଡିଏସ୍ ନଲେଜ୍ ପଏଣ୍ଟ ତାକୁ ଜଏନ୍ କରିପାରିବେ ଏବଂ ମୋ ସହିତ ସିଧାସଳଖ ଡାଉଟ୍ କ୍ଲିୟର କରିବେ। ତାହେଲେ ମୋର ଟେଲିଗ୍ରାମ ଗ୍ରୁପ ଡିକେ ସାର୍ ଓଡ଼ିଶା, ସେଇଥିରେ ମଧ୍ୟ ଜଏନ୍ କରିପାରିବେ। ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ତା ସହିତ ଏହି ଚ୍ୟାନେଲ୍ର ପ୍ଲେଲିଷ୍ଟକୁ ଯାଇକି ଆପଣମାନେ ଓଡ଼ିଶା ଜିକେ ତା ସହିତ ଅନ୍ୟାନ୍ୟ ସବୁ ଭିଡ଼ିଓକୁ ମଧ୍ୟ ଦେଖିପାରିବେ। ବୁଝିଗଲେ ପିଲାମାନେ? ତେଣୁକରି ଆମେ ଆଲୋଚନା କରୁଥିଲେ ସଦର ପୋଲିସ୍ ଷ୍ଟେସନ୍। ଏଇଥିରେ ମଧ୍ୟ ଆପଣମାନଙ୍କର ଲକ୍ଷ୍ମୀକାନ୍ତ ମହାନ୍ତ ସେ ମଧ୍ୟ ସିଲେକ୍ସନ୍ ପାଇଛନ୍ତି ଜେନେରାଲ୍ ଡ୍ୟୁଟି ପାଇଁ, ଯିଏକି 112 ନମ୍ବର ରଖିଛନ୍ତି। ବୁଝିଗଲେ ପିଲାମାନେ? ଠିକ୍ ସେମିତିକା ଆପଣମାନେ ଦେଖୁଥିବେ ନମ୍ବର 3, ନମ୍ବର 4, ସିରିଏଲ୍ ନମ୍ବର 5, 6, 7 ଏଇ ଟାଇପ୍ର ରହିଛି। ଆଉ ତାଙ୍କର ସ୍କୋରକୁ ମଧ୍ୟ ଦେଖୁଥିବେ ହାଇଏଷ୍ଟ କେତେ ମାର୍କ ଯାଇଛି। ସେହି ଅନୁସାରେ ଆପଣମାନେ ମଧ୍ୟ ଜାଣିପାରିବେ ଯେ କେତେ କମ୍ପିଟିସନ୍ ରହୁଛି ଆପଣମାନଙ୍କର ହୋମଗାର୍ଡ଼ ଏକ୍ଜାମ୍ ପାଇଁ। ତେଣୁକରି କୌଣସି ଏକ୍ଜାମ୍ ଆପଣମାନଙ୍କ ପାଇଁ କିମ୍ବା କୌଣସି ଷ୍ଟୁଡେଣ୍ଟସ୍ ମାନଙ୍କ ପାଇଁ ସାଧାରଣ ନୁହଁ। ବୁଝିପାରିଲେ ପିଲାମାନେ? ଦେନ୍ ଦେଖିବା ନମ୍ବର 10, 11, 12, 13, 14 ଏଗୁଡ଼ା ହେଉଛନ୍ତି ଆପଣମାନଙ୍କର ସଦର ଥାନାରେ ପାଇଥିବା ହୋମଗାର୍ଡ଼ କ୍ୟାଣ୍ଡିଡେଟ୍ ମାନେ। ତେଣୁକରି ସଦର ଥାନାରେ ଆପଣମାନଙ୍କର 105 ନମ୍ବର ରଖିଲେ ମଧ୍ୟ ସିଲେକ୍ସନ୍ ହେଇଛନ୍ତି। ଆମେ ଆଲୋଚନା କରୁଥିଲେ ଜେନେରାଲ୍ ଡ୍ୟୁଟି କ୍ୟାଟେଗୋରୀରେ ପାଇଥିବା କ୍ୟାଣ୍ଡିଡେଟ୍ ମାନଙ୍କର। ଓକେ, ଠିକ୍ ସେମିତିକା ଦେଖନ୍ତୁ ସଦର ଥାନା ପାଇଁ ଆମର ଅନିଲ ମୁଣ୍ଡା ସେ କମ୍ପ୍ୟୁଟର ଟ୍ରେଡ୍ରେ ପାଇଛନ୍ତି, ଯିଏକି 130 ସ୍କୋର କରିଛନ୍ତି। ବୁଝିହେଲା? ଭଲ ସ୍କୋର କରିଛନ୍ତି ଅନିଲ ମୁଣ୍ଡା। ଠିକ୍ ସେମିତିକା ଆପଣମାନଙ୍କର ନମ୍ବର 17ରେ ଦେଖନ୍ତୁ ସୁଶାନ୍ତ ମାଝୀ, ସେ ମଧ୍ୟ ଭଲ ସ୍କୋର କରିଛନ୍ତି। 127 ମାର୍କ ରଖିଛନ୍ତି କମ୍ପ୍ୟୁଟର ପାଇଁ। ସେମାନେ କମ୍ପ୍ୟୁଟର ଟ୍ରେଡ୍ରେ ସିଲେକ୍ସନ୍ ପାଇଛନ୍ତି। ଓକେ, ଠିକ୍ ସେହିପରିକା ଆପଣଙ୍କର ନାଁ ମଧ୍ୟ ଆପଣମାନେ ଚେକ୍ କରିପାରିବେ, ନହେଲେ ଆପଣମାନଙ୍କର ସାଙ୍ଗ କିମ୍ବା କେହି ବନ୍ଧୁବାନ୍ଧବ ଦେଇଥିବେ ତାଙ୍କର ସ୍କୋରକୁ ଏବଂ ତାଙ୍କର ନାଁକୁ ମଧ୍ୟ ରୋଲ୍ ନମ୍ବର ସହିତ ଆପଣମାନେ ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ। ଓକେ, ଦେଖିପାରୁଥିବେ ନମ୍ବର 26ରେ ଏଇଥିରେ ଆପଣମାନଙ୍କର ତପନ କୁମାର ମହାନ୍ତ, ଯିଏକି ଡ୍ରାଇଭର ପୋଷ୍ଟ ପାଇଁ ସିଲେକ୍ସନ୍ ହେଇଛନ୍ତି, ଯିଏକି 127 ନମ୍ବର ସ୍କୋର କରିଛନ୍ତି। ବୁଝିପାରିଲେ ପିଲାମାନେ? ତେଣୁକରି କିଛି ଫିମେଲ୍ ମାନେ ମଧ୍ୟ ସିଲେକ୍ସନ୍ ପାଇଛନ୍ତି। ଠିକ୍ ସେହିପରିକା ସିରିଏଲ୍ ନମ୍ବର 30କୁ ଆପଣମାନେ ଟିକେ ଲକ୍ଷ୍ୟ କରିବେ। ସଞ୍ଜୟ କୁମାର ବାରିକ, ଯିଏକି ଆମର ବାରବାର ପାଇଁ ସିଲେକ୍ସନ୍ ହେଇଛନ୍ତି, 103 ନମ୍ବର ରଖିଛନ୍ତି। ବୁଝିହେଲା? ତେଣୁକରି 103 ନମ୍ବର ରଖିଲେ ମଧ୍ୟ ଆପଣମାନଙ୍କର ବାରବାରରେ ସିଲେକ୍ସନ୍ ହେଇଯିବେ। ଓକେ,
ठीक सेमितिका कुक ट्रेड ପାଇଁ ଆପଣମାନେ ଦେଖିପାରୁଥିବେ ଶାନ୍ତନୁ କୁମାର ଦାସ ସେ ସିଲେକ୍ସନ୍ ପାଇଛନ୍ତି 102 ନମ୍ବର ରଖିକରି। ସେମିତିକା ଆପଣମାନଙ୍କର ଟେଲର ପାଇଁ ମଧ୍ୟ 104 ନମ୍ବରରେ ଆପଣମାନେ ରଖିଲେ ସିଲେକ୍ସନ୍ ପାଇଯିବେ। ଝୁନୁଲତା ମହାନ୍ତ ସେ ଟେଲରରେ ପାଇଛନ୍ତି ସିଲେଇ ପାଇଁ, ବୁଝିଗଲେ। ସେମିତିକା ୱାସରମ୍ୟାନ୍ ପାଇଁ ମଧ୍ୟ 110 ନମ୍ବର ରଖିଲେ ପାଇବେ। ଜ୍ୟୋତ୍ସ୍ନା ରାଣୀ ଦେଓ ଯିଏକି ୱାସରମ୍ୟାନ୍ ପାଇଁ ସିଲେକ୍ସନ୍ ହେଇଛନ୍ତି। ସେହିପରିକି ଆପଣମାନଙ୍କର 37 ଯେଉଁ ସିରିଏଲ୍ ନମ୍ବର ରହିଛି ସେହି କ୍ୟାଣ୍ଡିଡେଟ୍ ମଧ୍ୟ ୱାସରମ୍ୟାନ୍ ପାଇଁ ସିଲେକ୍ସନ୍ ପାଇଛନ୍ତି। ଦେନ୍ ଆମେ ଟିକେ ଲକ୍ଷ୍ୟ କରିବା ନମ୍ବର 38 କୁ। 38 ରେ ଆପଣମାନେ ରୋଲ୍ ନମ୍ବର ଦେଖିପାରୁଥିବେ ଶାନ୍ତନୁ କୁମାର ମହାନ୍ତ ସେ ମଧ୍ୟ ପ୍ଲମ୍ବରରେ ସିଲେକ୍ସନ୍ ହେଇଛନ୍ତି। ତାଙ୍କର ମଧ୍ୟ 113 ନମ୍ବର ରହିଛି। ଓକେ, ତେଣୁକରି ପ୍ଲମ୍ବର ପାଇଁ ଆପଣମାନଙ୍କର 113 ନମ୍ବର ଯଦି ରଖିଦେଲେ ତାହେଲେ ନିଶ୍ଚୟ ହୋମଗାର୍ଡ଼ ଚାକିରିଟିଏ ପାଇଯିବେ, ବୁଝିପାରିଲେ। ତାପରେ ଆମେ ଦେଖିବା ଟାଉନ୍ ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ବହୁତ ପିଲା ସିଲେକ୍ସନ୍ ପାଇଛନ୍ତି। ଯେଉଁମାନଙ୍କର ନାଁ ଦେଖିପାରୁନାହାନ୍ତି ସେମାନେ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରିବେ, ଯାହାଫଳରେ ମୁଁ ଆପଣମାନଙ୍କୁ এই ପିଡିଏଫ୍ଟିଏ ସେୟାର କରିଦେବି। ସେ ପିଡିଏଫ୍ରୁ ଗୋଟି ଗୋଟି କରି ଆପଣମାନେ ଦେଖିନେବେ। ଓକେ, ଠିକ୍ ସେମିତିକା ଆମେ ଦେଖିବା କେନ୍ଦୁଝର ହେଡ଼କ୍ୱାର୍ଟର୍ସରେ ଯେଉଁ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ହେଇଛନ୍ତି ତାଙ୍କର ନାଁକୁ ମଧ୍ୟ ଆପଣମାନେ ଦେଖିପାରୁଥିବେ। ଠିକ୍ ସେମିତିକା ଆପଣମାନଙ୍କର ଆଉ ଗୋଟେ ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ କିଛି ହୋମଗାର୍ଡ଼ କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ପାଇଛନ୍ତି। ସେମାନେ ଜେନେରାଲ୍ ଡ୍ୟୁଟି, କମ୍ପ୍ୟୁଟର, ଡ୍ରାଇଭର ଏଇଥିରେ ମଧ୍ୟ ସିଲେକ୍ସନ୍ ପାଇଛନ୍ତି। ଓକେ, ତେଣୁକରି କେଉଁ ଥାନାରେ ଅଧିକା କଟ୍ ଅଫ୍ ମାର୍କ ଯାଇଛି, କେଉଁ ଥାନାରେ ଆପଣମାନଙ୍କର କମ୍ କଟ୍ ଅଫ୍ ମାର୍କ ମଧ୍ୟ ଯାଇଛି। ତେଣୁକରି ଆପଣମାନଙ୍କର ଥାନା ଅନୁସାରେ ମଧ୍ୟ କଟ୍ ଅଫ୍ ମାର୍କ ଭେରି କରୁଛି, ଏହାକୁ ମଧ୍ୟ ଧ୍ୟାନ ଦେବେ, ବୁଝିଗଲେ। ଏବେ ଆମେ ଦେଖିବା ତେଲକୋଇ ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ଆପଣମାନଙ୍କର କ୍ୟାଣ୍ଡିଡେଟ୍ ମାନେ ସିଲେକ୍ସନ୍ ପାଇଛନ୍ତି। ଦେନ୍ ଆମେ ଦେଖିବା କାଞ୍ଜିପାଣି ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ମାର୍କ ଯାଇଛି ଆପଣମାନଙ୍କର 104, 103, 115, 125 ଡ୍ରାଇଭର ପାଇଁ ଯାଇଛି ପିଲାମାନେ। ତେଣୁକରି ପ୍ରତ୍ୟେକ ଥାନାରେ ଆପଣମାନଙ୍କର ଡ୍ରାଇଭର ପାଇଁ ହାଇ କଟ୍ ଅଫ୍ ମାର୍କ ରହିଛି, ଅଧିକା ନମ୍ବର ଯାଉଛି। ଦେନ୍ ଆମେ ଦେଖିବା ଘଟଗାଁ ପୋଲିସ୍ ଷ୍ଟେସନ୍ ପାଇଁ, ସେଥିରେ ମଧ୍ୟ ଆପଣମାନଙ୍କର ମଡରେଟ୍ କଟ୍ ଅଫ୍ ଯାଇଛି। ଆପଣମାନେ ଦେଖିପାରୁଥିବେ 107, 106, 105, 105, 104 ଏଇ ଟାଇପ୍ର। ତେଣୁକରି ଏତେ ହାଇ କଟ୍ ଅଫ୍ ଯାଇନାହିଁ ଆପଣମାନଙ୍କର ଘଟଗାଁ ପୋଲିସ୍ ଷ୍ଟେସନ୍ସର ଯେଉଁ ହୋମଗାର୍ଡ଼ ରିକ୍ରୁଟମେଣ୍ଟ ଏକ୍ଜାମ୍ ହେଇଥିଲା ସେହି ପରୀକ୍ଷାରେ। ଦେନ୍ ଆମେ ଦେଖିବା ଦୈତାରୀ ପୋଲିସ୍ ଷ୍ଟେସନ୍, ଦୈତାରୀ ପୋଲିସ୍ ଷ୍ଟେସନରେ ମଧ୍ୟ ଆପଣମାନଙ୍କର କଟ୍ ଅଫ୍ ଯାଇଛି, ଆପଣମାନେ ଦେଖିପାରୁଥିବେ। ଦେନ୍ ଆମେ ଦେଖିବା ହରିଚନ୍ଦନପୁର ପୋଲିସ୍ ଷ୍ଟେସନ୍, ଏଇଥିରେ ମଧ୍ୟ କମ୍ କଟ୍ ଅଫ୍ ଯାଇଛି, 104 ପ୍ରାୟ କଟ୍ ଅଫ୍ ଯାଇଛି। ଆଉ ଆପଣମାନେ ଦେଖିପାରୁଥିବେ ପାଟନା ପୋଲିସ୍ ଷ୍ଟେସନ୍, ପାଟନା ପୋଲିସ୍ ଷ୍ଟେସନ୍ସରେ ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ସେମାନଙ୍କର ମାର୍କ ବହୁତ ଅଧିକା ଯାଇଛି। ଦେଖିପାରୁଥିବେ 129 ତାଙ୍କର ମାର୍କ ସ୍କୋର କରିଛନ୍ତି, 116, 115, 115, ବୁଝିହେଲା। ତେଣୁକରି ପାଟନା ଥାନା ପାଇଁ ଯେଉଁ ବିଶ୍ୱଜିତ ମହାନ୍ତ ପାଇଛନ୍ତି 129 ସ୍କୋର କରିଛନ୍ତି, ଜେନେରାଲ୍ ଡ୍ୟୁଟି ପାଇଁ ସିଲେକ୍ସନ୍ ହେଇଛନ୍ତି। ତାପରେ ଦେଖିବା ଆମେ ଆନନ୍ଦପୁର ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ଦେଖିପାରୁଥିବେ ଭଲ ସ୍କୋର ରହିଛି। ଚିନ୍ମୟ କୁମାର ସାହୁ 122 ନମ୍ବର ରଖିଛନ୍ତି ଜେନେରାଲ୍ ଡ୍ୟୁଟି ପାଇଁ। ଦେଖନ୍ତୁ ରାମଚନ୍ଦ୍ରପୁର ପୋଲିସ୍ ଷ୍ଟେସନ୍, ତାଙ୍କ ପାଇଁ ମଧ୍ୟ ଦେବେନ୍ଦ୍ର କୁମାର ଜେନା ସେ ସିଲେକ୍ସନ୍ ହେଇଛନ୍ତି। ଲମ୍ବୋଦର ଦାସ ସେ ମଧ୍ୟ ସିଲେକ୍ସନ୍ ହେଇଛନ୍ତି। ପ୍ରେମାନନ୍ଦ ବାରିକ, ମନୋଜ କୁମାର ପରିଡ଼ା ଏମାନେ ସବୁ ସିଲେକ୍ସନ୍ ହେଇଛନ୍ତି। ତାଙ୍କର ସ୍କୋର ମଧ୍ୟ ଆପଣମାନେ ଦେଖିପାରୁଥିବେ କେତେ ନମ୍ବର ରଖିଛନ୍ତି ଆଉ କେଉଁ ଟ୍ରେଡ୍ରେ ସେମାନେ ସିଲେକ୍ସନ୍ ପାଇଛନ୍ତି, ବୁଝିହେଲା ପିଲାମାନେ। ବର୍ତ୍ତମାନ ଆମେ ଦେଖିବା ଚମ୍ପୁଆ ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ଆପଣମାନଙ୍କର ରଣଜିତ ନାୟକ ସିଲେକ୍ସନ୍ ପାଇଛନ୍ତି 114 ନମ୍ବର ରଖିକିରି। ତାଙ୍କଠାରୁ ଅଧିକା ନମ୍ବର ରଖିଛନ୍ତି ଦେବାଶିଷ ମହାନ୍ତ, ଆପଣମାନେ ଦେଖିପାରୁଥିବେ 116 ନମ୍ବର ରଖିଛନ୍ତି କମ୍ପ୍ୟୁଟର ପାଇଁ। ତେଣୁକରି କମ୍ପ୍ୟୁଟରରେ ମଧ୍ୟ ଆପଣମାନଙ୍କର ଅଧିକା ସ୍କୋର ରହୁଛି। ଦେନ୍ ଆପଣମାନଙ୍କର ଝୁମ୍ପୁରା ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ଏତେ ଅଧିକା କଟ୍ ଅଫ୍ ଯାଇନାହିଁ। ଆପଣମାନେ ଦେଖିପାରୁଥିବେ କମ୍ ସ୍କୋର କରିକି ମଧ୍ୟ ସେମାନେ ସିଲେକ୍ସନ୍ ପାଇଛନ୍ତି, ବୁଝିହେଲା ପିଲାମାନେ। ତେଣୁକରି ଡ୍ରାଇଭରର ଅଧିକା ମାର୍କ ଯାଉଛି। ଦେନ୍ ଆମେ ଦେଖିବା ତୁରୁମୁଙ୍ଗା ପୋଲିସ୍ ଷ୍ଟେସନ୍, ସେଇଥିରେ ମଧ୍ୟ ଦେଖନ୍ତୁ ହଳଧର ମହାନ୍ତ 124 ନମ୍ବର ସ୍କୋର କରିଛନ୍ତି, ଜେନେରାଲ୍ ଡ୍ୟୁଟି କ୍ୟାଟେଗୋରୀ ସିଲେକ୍ସନ୍ ପାଇଛନ୍ତି। କୁଶ ମହାନ୍ତ ପାଇଛନ୍ତି, ଗଜେନ୍ଦ୍ର ମୁଣ୍ଡା ପାଇଛନ୍ତି, ଆପଣମାନେ ସବୁ ଦେଖିପାରୁଥିବେ। ଆଉ ଯେଉଁମାନେ ପରୀକ୍ଷା ଦେଇଥିବେ ସେମାନେ ମଧ୍ୟ ତାଙ୍କର ସ୍କୋର ସହିତ ଡିଟେଲ୍ ରୋଲ୍ ନମ୍ବର ଦେଖିବେ। ତାପରେ କ'ଣ କରିବେ ସିଲେକ୍ସନ୍ ହେଲା ପରେ ମୁଁ ଆପଣମାନଙ୍କୁ ଶେଷରେ ଜଣାଇଦେବି। ଓକେ, ଦେନ୍ ଆମେ ଦେଖିବା ବରିଆ ଥାନା, ସେଇଥିରେ ମଧ୍ୟ ଆପଣମାନଙ୍କର ଲ କଟ୍ ଅଫ୍ ମାର୍କ ଦେଖାଦେଇଛି। ଦେନ୍ ଆମେ ଦେଖିବା ବଡ଼ବିଲ୍ ପୋଲିସ୍ ଷ୍ଟେସନ୍, ବଡ଼ବିଲ୍ ପୋଲିସ୍ ଷ୍ଟେସନ୍ସରେ ମଧ୍ୟ ଆପଣମାନଙ୍କର କମ୍ପ୍ୟୁଟର ଡ୍ରାଇଭର ଜେନେରାଲ୍ ଡ୍ୟୁଟିର ପୋଷ୍ଟ ସବୁ ରହିଥିଲା, ଆପଣମାନେ ଦେଖିପାରୁଥିବେ ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି। ଦେନ୍ ଆମେ ଦେଖିବା ଯୋଡ଼ା ପୋଲିସ୍ ଷ୍ଟେସନ୍, ସେଇଥିରେ ଜେନେରାଲ୍ ଡ୍ୟୁଟି କମ୍ପ୍ୟୁଟର ମଧ୍ୟ ପୋଷ୍ଟ ରହିଥିଲା। ତେଣୁକରି କମ୍ପ୍ୟୁଟର ଡ୍ରାଇଭର ପାଇଁ ଅଧିକା କଟ୍ ଅଫ୍ ମାର୍କ ରହୁଛି। ଓକେ ପିଲାମାନେ, ବର୍ତ୍ତମାନ ଆମେ ଦେଖିବା ଯେଉଁମାନେ ସିଲେକ୍ସନ୍ ପାଇଛନ୍ତି ସେମାନେ କ'ଣ କରିବେ। ଦେଖନ୍ତୁ ସେମାନେ 1/1/2024 ମାନେ ନୂଆ ବର୍ଷର ନୂଆ ଦିନରେ ସେମାନେ ଅପରାହ୍ନ 3 ଘଟିକା ସମୟରେ
ତାଙ୍କର ରିଜର୍ଭ ଅଫିସ୍ ହୋମଗାର୍ଡ଼ର ହେଡ଼କ୍ୱାର୍ଟର ଯେଉଁଠି ତାମାନେ କେଉଁଝରରେ ସେମାନେ ରିପୋର୍ଟିଂ କରିବେ ଆଉ ତାଙ୍କର ନାଁକୁ ଏନରୋଲମେଣ୍ଟ କରିବେ। ବୁଝିଗଲେ ପିଲାମାନେ? ତେଣୁକରି ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଯେଉଁମାନେ ଏକ୍ଜାମ୍ ଦେଇଥିବେ ସିଲେକ୍ସନ୍ ପାଇଥିବେ ସେମାନଙ୍କୁ ନିଶ୍ଚୟ ସେୟାର କରିକି ୟା ବିଷୟରେ ଜଣାଇବେ। ଭିଡ଼ିଓକୁ ଲାଇକ୍ କରିବେ। ନୂଆ କରିକି ଆସିଥିଲେ ଚ୍ୟାନେଲଟିକୁ ନିଶ୍ଚୟ ଭାବରେ ସବସ୍କ୍ରାଇବ୍ କରିବେ ଆଉ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ଯାହାଫଳରେ ଯାହା ବି ଜବ୍ ରିଲେଟେଡ଼ର ଭିଡ଼ିଓ ମୁଁ ପୋଷ୍ଟ କରିବି ସିଧା ଆପଣମାନଙ୍କ ପାଖକୁ ନୋଟିଫିକେସନ୍ଟିଏ ଚାଲିଯିବ। ବୁଝିହେଲା ପିଲାମାନେ? କିଛି ଅସୁବିଧା ହେବ ନାହିଁ। ଆଉ ଯାହା ବି କିଛି ଅସୁବିଧା ହେବ କମେଣ୍ଟ ବକ୍ସରେ କମେଣ୍ଟ କରିକି ନିଶ୍ଚୟ ଜଣାଇବେ। ଧନ୍ୟବାଦ।